କୁହନ୍ତି ଝିଅମାନଙ୍କୁ ବୟସ ହେଇଗଲେ ବାହା ହେଇଯିବା ଦରକାର, କିନ୍ତୁ ସତରେ ବୟସ ହେଇଗଲେ ବାହା ହେଇଯିବା ଦରକାର? ହ୍ୱାଟ୍ ଏବାଉଟ୍ ଦେୟାର ଏଜୁକେସନ୍, ହ୍ୱାଟ୍ ଏବାଉଟ୍ ଦେୟାର କ୍ୟାରିୟର? ଆଉ ବାପା ମା ଏତେ ପଇସା ଖର୍ଚ୍ଚ କରିକି ଝିଅକୁ ଆଉ ଗୋଟେ ଘରକୁ ଛାଡିଦବ ଏତେ ପାଠ ପଢେଇବାର ରିଜିନ୍ କଣ? ପାଠ ପଢେଇ ସାରିକି ଯଦି ଝିଅ ନିଜ ଗୋଡରେ ନିଜେ ନ ଛିଡା ହୁଏ, ସେତିକି ତାକୁ ସୁଯୋଗ ନ ଦିଆଯାଏ, ତ ଏତେ ପାଠ ପଢେଇକି ତାର ଭ୍ୟାଲୁ କିଛି ନାହିଁ। ଏଜୁକେଟେଡ ହେଇକି ଇଣ୍ଡିପେଣ୍ଡେଣ୍ଟ ହେଇକି ନିଜ ଗୋଡରେ ନିଜେ ନ ଛିଡା ହେଇକି ଆଉ ଜଣଙ୍କ ଘରେ ଯାଇକି ହାଉସ ୱାଇଫ୍ ହେଇଯିବା ଏତେ ବି ଇଜି ନୁହେଁ କି ଠିକ ବି ନୁହେଁ। ଯଦି ସେ ଚାହୁଁଛି ହାଉସ ୱାଇଫ୍ ହବା ପାଇଁ ତାହେଲେ ଇଟ୍ସ ଓକେ। ଆଉ ଯଦି ତା ଲାଇଫରେ ମାନେ ଡ୍ରିମ୍ ଅଛି କି ସେ ତା ନିଜ ଗୋଡରେ କିଛି କରିବ, ତାପରେ ବି ଘର ବାଲାଙ୍କ ପ୍ରେସରରେ ପଡିକି ମ୍ୟାରେଜ କରିଦଉଛନ୍ତି, ତାହେଲେ ସେଇଟା ଆକ୍ଚୁଆଲି ଠିକ ନୁହେଁ। ଆମ ପ୍ୟାରେଣ୍ଟସ୍ ମାନଙ୍କୁ ବି ବୁଝିବା ଦରକାର। କିଛି କିଛି ଅଛନ୍ତି ଯାହାକୁ ଫ୍ୟାସିଲିଟିଜ୍ ମିଳେ ସେମାନେ ମିସୟୁଜ୍ କରିଦିଅନ୍ତି, ଯୋଉଥିପାଇଁ କି କିଛି କିଛି ପ୍ୟାରେଣ୍ଟସ୍ ତାଙ୍କ ଝିଅ ମାନଙ୍କୁ ଜଲ୍ଦି ମ୍ୟାରେଜ କରିଦିଅନ୍ତି ତାକି ଇନ୍ ଫ୍ୟୁଚର ସେମାନେ କିଛି ଭୁଲ ନ କରନ୍ତୁ କହିକି। କିନ୍ତୁ ମୋ ହିସାବରେ ଯିଏ ପାଠ ପଢିବାକୁ ଚାହୁଁଛି ତାକୁ ପାଠ ପଢିବା ଦେବା ଦରକାର। ମ୍ୟାରେଜ ଗୋଟେ ଚଏସ୍। ଯେତେବେଳେ ଟାଇମ ଆସିବ, ଯେତେବେଳେ ସିଏ ନିଜେ କମ୍ଫର୍ଟେବଲ ଥିବ, ସେତେବେଳେ ମ୍ୟାରେଜ କରେଇଲେ ଠିକ, ପ୍ରେସରରେ ନୁହେଁ। ନିଜ ଜୀବନ ବର୍ବାଦ ହବ, ତା ସହ ଯାହାକୁ ମ୍ୟାରେଜ କରିବେ ତାର ବି ଲାଇଫ ସ୍ପଏଲ ହବ।